ପାଖକୁ ଯୁଗଳ ଦଣ୍ଡ ଯୁଗଳ ଦଣ୍ଡ ଯେ ବାରୁ ବାରୁଆ ତା ପାଖକୁ ଯେ ମଙ୍ଗୁଳିଆ ମଙ୍ଗୁଳିଆର ଯେ ତିନି ପୁଅ ତା ପାଖକୁ କଣା ଉଦିଅ କଣା ଉଦିଅର କଥା ମନ୍ଦ ତା ପାଖକୁ ଯେ ନିତ୍ୟାନନ୍ଦ ସାଇ ଭାଗବତ ସାଇ ଭାଗବତ ୟା ଘରକୁ ତା ଘର ତା ଘରକୁ ତା ଘର ସାଇ ଭାଗବତ ଆଜ୍ଞା ଆଜ୍ଞା ଅବଶ୍ୟ ଚାଲି ଖଣ୍ଡାଗତ ଅଜା ଦେଖଉନ କଣ ଦେଖେଇବି ଗୋଡ କଣ ପାଇଁ ମୁଣ୍ଡିଆ ମାରିବି କଣ ମୁଣ୍ଡିଆ ମାରିବା ପାଇଁ ଗୋଡ ଦେଖନ୍ତି ଆଉ କୋଉଟା ମୁଣ୍ଡକୁ ତାକୁ ମୁଣ୍ଡିଆ ମାରିବି କୋଉଠିକି ମାରୁଛୁ ମାର ତୋ ଇଚ୍ଛା ଯୋଉଠି ହଁ ନାଇଁ ଉଠ ମୁଣ୍ଡରେ ମୁଣ୍ଡ ବାଡେଇ ଆରେ କଣ ଆସିବାର କାରଣ କଣ ହଁ କଣ ତମ ନାତି ମୋ ନାତି ହଁ କଣ ହେଲା ଦୁର୍ଯ୍ୟୋଧନ କଣ ପାଇଁ ତମକୁ ଡକେଇଛନ୍ତି ମତେ ତମେ ଖାଲି ନୁହଁ ଆଉ? ତମେ ଯିବ ହଁ। ଆଇ ଯିବେ ମାମୁଁ ମାନେ ଯିବେ ମାଇଁ ମାନେ ଯିବେ ତାଙ୍କର ପିଲାପିଲି କେତେ ସବୁ ସମସ୍ତଙ୍କୁ ନେଇକି ଯିବ ଆଉ କଣ ପରିବାର ବର୍ଗ ହଁ ଛେଳି ଗାଈ ମେଣ୍ଢା ସମସ୍ତଙ୍କୁ ନେଇ ଯାଇଥାଉ ଆରେ ଖାଇବେ କଣ ଆଜି ନା ଆଉ କୋଉ ଦିନ ଏ ହିନ୍ଦୁ ସାଙ୍ଗେ ସାଙ୍ଗେ ଯିବୁ ହଁ ଆଚ୍ଛା ଆମେ ଯାଉଛୁ ମୁଁ ଆଗରେ ପଳେଇବି ହଁ ଡ୍ୟୁଟି ଶେଷ ଖବରକୁ ଦେଲା ଧୀରେ ଧୀରେ ଚଳିଗଲା ମାମୁ ଘର ବଂଶ ଆଣି ପକାଇଥାନୁ ପକଣି ପଥର ଗୃହ ନିର୍ମାଣ କଲାନି ଦୁର୍ଯୋଧନ ପଥର ଘରେ ରଖିଲେ ଖାଇବାକୁ ଭଲ ଦେଲା କିଛି ଦିନ ଗତ ହେଲା ଧୀରେ ଖାଦ୍ୟ କମେଇଲା ଗୋପିଆ ମାଇ ପରାଣ୍ଡ ପାଖକୁ ଯୁଗଳ ଦଣ୍ଡ ଯୁଗଳ ଦଣ୍ଡ ଯେ ବାରୁ ବାରୁଆ ତା ପାଖକୁ ଯେ ମଙ୍ଗୁଳିଆ ମଙ୍ଗୁଳିଆର ଯେ ତିନି ପୁଅ ତା ପାଖକୁ କଣା ଉଦିଅ କଣା ଉଦିଅର କଥା ମନ୍ଦ ତା ପାଖକୁ ଯେ ନିତ୍ୟାନନ୍ଦ ନିତ୍ୟାନନ୍ଦ ଗାଁର ମେସଲ ତା ପାଖକୁ ଯେ କଇ ବଲ ବୁଲଉଛି ଶାଳ ତା ପାଖକୁ ଅଇଁଠା ପାଳ ଅଇଁଠା ପାଳର ଚେପଟା ନାକ ତା ପାଖକୁ କଣା ମଳିକ କଣା ମଳିକକୁ ଦିଶୁ ନାହିଁ ତା ପାଖକୁ ଶନେଇ ଶୁଆଇ ଶନେଇ ଶୁଆଇ ମାଇପ ମୋଲା ତା ପାଖକୁ ଯୋଗିଆ କାଲା ଯୋଗିଆ କାଲାର ଫୁଲୁକା ଗାଲ ତା ପାଖକୁ କଣ୍ଡୁରୀ ପ୍ରଧାନ କଣ୍ଡୁରୀ ପ୍ରଧାନ ଖାଉ ନାହିଁ ପାନ ଇତି ଶ୍ରୀ ମୁତିଗିରି ଭାଗବତ 50 ଅଧ୍ୟାୟ ଜେଜିମା ଲେଖନେ ବୁଢା ବାପା ପଢନେ ଗେରି ଗଣ୍ଠି ଅଧ୍ୟାୟ ନମଃ ନମଃ ଆରେ ପ ଆଜ୍ଞା ଏଟା କୋଉ ଭାଗବତ କହିଲା ଗୋଟେ ଗେରେ ଗଣ୍ଠି ଅଧ୍ୟାୟ କଣ ଆପଣ କୋଉ ଭାଗବତ ଗାଇଲେ ଆପଣ କୋଉ ଭାଗବତ ଗାଇଲେ ଆରେ ମୁଁ ତ ଗାଇଲି ମହାଭାରତରୁ ମହାଭାରତରୁ ଭାଗବତ ଗାଇଲେ ମୁଁ ଏଟା ଆମ ଘର ଭାଗବତ ଗାଇଲି ମୁଁ ଘର ପା ଲାଗି ଘର ଭାଗବତ ଲେଖିଲେ କିଏ ଆଇ ଏମ୍ ଜେଜିମା ଆଇ ଆମେ ଜେଜିମା ତୁ ଜେଜିମା ଇଂଲିଶ ପଢିଛୁ ନା ଖାଲି ଦେଖିକି କହୁଛୁ ଇଂଲିଶ ମୋର ସନ୍ ମୁଁ ତାର ଫାଦର ହଉ ବସେ ବସେ ଆଜ୍ଞା ଏଟା କଣ ସାଇ ଭାଗବତ ସାଇ ଭାଗବତ ୟା ଘରକୁ ତା ଘର ତା ଘରକୁ ତା ଓ ଘର ସାଇ ଭାଗବତ ଆଜ୍ଞା ଆଜ୍ଞା ଅବଶ୍ୟ ତେଣୁକରି ଯେତେବେଳେ ପଥର ଗୃହରେ ଗାନ୍ଧାର ବସକୁ ଆଣିକି ଦୁର୍ଯ୍ୟୋଧନ ରଖିଦେଇଛି ଖାଇବାକୁ କିଛି ଖାଦ୍ୟ ଦେଲା ଯେତେବେଳେ ସମ୍ମାନ ସହକାରେ ଖାଦ୍ୟ ଦେଲା ଦିନକୁ ଦିନ ଖାଦ୍ୟ ଦେଇ ସାରି କଣ କଲା ନା ଖାଦ୍ୟ ଧୀରେ ଧୀରେ କମେଇ ଦେଲା କ୍ରମଶଃ ଖାଦ୍ୟ କମିଗଲା କ୍ରମଶଃ ଯେତେବେଳେ ଖାଦ୍ୟ କମିଲା ପଥର ଗୃହରେ ତାଙ୍କୁ ତାଲା ଠୁକି ଦେଲା ଗୋଟିଏ ଗୋଟିଏ ଥାଳି ଖାଦ୍ୟ ତାଙ୍କୁ କମେଇଲା ଦିନକର ଘଟଣା ମହାମାନି ଦୁର୍ଯ୍ୟୋଧନ ଯାଇକି ବସିଛି ଗୋଟିଏ ବିରାଟ ବଡ ବଟ ବୃକ୍ଷ ମୂଳରେ ପରିଶ୍ରା କରି ବସିଛି ଦାସୀ ସେଇ ବାଟ ଦେଇକି ଯାଉଛି ଦାସୀ କରିଛି କଣ ଖାଦ୍ୟ ଥାଳିଟିଏ ନେଇ ପଡା ଦାସୀ ଚଳିଗଲା ଦୁର୍ଯ୍ୟୋଧନ ଥିବା ରାସ୍ତେ ତବେ সময় হসে মহামানী দুর্যোধন হস দেখি দাসী পরা হসিলাম
ବଟ ବୃକ୍ଷ ମୂଳରେ ବସି ହସି ଦେଇଛି। ଏଇ ସମୟରେ ଦାସୀ ଦେଖି ଦେଖି ହସି ଦେଇଛି। ଦାସୀ ମଣିମା ଦାସୀ ମଣିମା ତୁମେ କାହିଁକି ହସିଲ? କାହିଁକି ହସିଲା? ଆପଣ ତ ହସିଲେ, ମୁଁ ଆପଣ ହସ ଦେଖି ତ ହସ ରହିଲାନି, ମାଡ଼ି ବସିଲା। ଆଚ୍ଛା ମତେ କହିପାରିବ ମୁଁ କାହିଁକି ହସିଲି? ମୁଁ କଣ ସେ କଥା ଜାଣିଛି? ସିଆଡ଼ୁ ଆସିଲେ କହିବି। ଯଦି ଜାଣିନୁ ଏହାର ଉତ୍ତର ନଦେଲେ ହଁ ତୋର ଶିରଚ୍ଛେଦ ନ ହେବ। ମୁଁ ସିଆଡ଼ୁ ଆସୁଛି କାଟି ବସିର ଆଉ କଣ। ତେଣୁକରି ଦାସୀ କହିଲା ମୁଁ ଖାଦ୍ୟ ଥାଳିକ ନେଇକି ଯାଉଛି। ଏ ପଥର ଗୃହରେ ଯୋଉ ମହାଶୟ ଅଛନ୍ତି ତାଙ୍କୁ ଆଜି ଦିନକ ପାଇଁ ଖାଦ୍ୟ ଦେଇଦେବି। ଫେରିଲା ବେଳେ ମତେ ତୁମେ ଦଣ୍ଡ ବିଧାନ କରିବ। ମୋ ଶିର କାଟିଦବ, ଶିରଚ୍ଛେଦ ନ ହେବ। ଶିରଚ୍ଛେଦ। ପିଲା ଛୁଆଙ୍କୁ କହିକି ଆରି ଏଇ କଥା ଯେତେବେଳେ ତେଣେ ଦାସୀ ଧୀରେ ଚଳିଗଲା। ପଥର ଗୃହେ ମିଳିଲା। ଖାଦ୍ୟ ଥାଳି ନେଇଗଲା। ଖାଦ୍ୟ ପଥର ଗ୍ରହଣ। ଭିତରେ କି ଅଛ କିଣିକି ଖୋଲା ଆଇ ସୁବୁଛି ନା ନାହିଁ? ମୁଁ ଦାସୀ ଡାକୁଛି, କଣ କିଏ ଡାକୁଛ? ସବୁଦିନ ଆସୁଥିଲି, କଣ କିଏ ଡାକୁଛ? କୋଉଠି ବାଡ ଜାଣିପାରୁନି। ବେଲଟା କୋଉଠି ଲାଗିଛି? ଦାସୀ ଆସିଛୁ? ହଁ, ଆଉ ତମ ବେଲ କଣ ବାଜୁନି କି? ମୋର ବେଲ ବାଜିଥାନ୍ତା, ତାର ଡକୁମେଣ୍ଟ ଖରାପ ହେଇଗଲା। ମୁଁ ଏଇ ଯୋଉ କବାଟ ବାଡିଲି ନା ଆଉ। କଣ ଆସିଛୁ? ଖାଦ୍ୟ ଆଣିଛୁ? ଖାଦ୍ୟ ଆଣିଛି ଯେ ଆଜି ଖା, କାହିଁକି? କାଲିକା ମିଳିବନି। କଣ ଏମିତି ତୁ ଦାସୀ କହିଲୁ? ଆଜି ପର୍ଯ୍ୟନ୍ତ ଏମିତି କହୁନଥିଲୁ, ଆଜି କହିବାର କାରଣ କଣ? ଆଜି ତ ହେମିତି ହେଇଛି। କଣ ହେଇଛି କହ? ଆରେ କଣ ଘଟଣାଟା କହୁନୁ? କଣ ଆଜି କ ଖାଅ କାଲିଠୁ ଖାଇବୁନି? ଆମେ ନାଇଁ ନା, ମୁଁ ଆଉ ତା ଆସିପାରିବିନି, ମୋର ଶିର କଟା ହବ ଆଜି ରାତିରେ ଆଉ। କାହିଁକି? ମଣିମା କହିଛନ୍ତି ଦୁର୍ଜନ ଦୁର୍ଜନ ରଜା। କଣ ପାଇଁ କହିଲେ? ସିଏ କଣ ପରିସ୍ରା କରିବ ଏଇଥିରେ। ହଁ ମୁଁ ଆସୁଥିଲି ସେଇ ବାଟରେ, ହଁ ସିଏ ହସୁଦେଲେ ଆଉ କଣ। ହଁ। ତାଙ୍କ ହସକୁ ଦେଖି ମୁଁ ହସା ଆଉ ରହିଲାନି, ମୁଁ ହସ ତ ହସିଦେଲି ଟିକେ। କଣ କହିଲେ ସିଏ? ସିଏ କହିଲେ କାହିଁକି ହସିଲୁ କହ, ନହେଲେ ତୋ ଶିର କଟା ହବ। ଏଇ କଥା ତ? ହଁ ଆଜି ଖାଇଥା। ଏଠି କଦଳୀ ଭଜା ଆଣିଛି। ହଁ ଯାହା ତୁ ଆଣିଛୁ ଆଣେ। ଏଇଟା ନା ନାଇଁ, ଏଇଟା ଖାର ପାଣି ଶୁଖୁଆ। ଏଇଟା ନା ଗୋଟି ମରୁଆ। ତେଣୁକରି ବିଚାର କରନ୍ତୁ ପଣ୍ଡିତ। ଯେତେବେଳେ ଦାସୀ ଏ କଥାକୁ କହିଛି, ଖାଦ୍ୟ ନେଇକି ଦେଇଛି, ପଥର ଗୃହରେ ଜଣେ ମହାଜନ ଅଛନ୍ତି, ସେ ଖାଦ୍ୟକୁ ଯେତେବେଳେ ଧରିଛନ୍ତି କହିଲେ ଦାସୀ କଣ ହେଇଛି କଥା କହ। ସେପଟେ ହେଇଛି କଣ ନା ଅନ୍ତିମରେ ପାଣ୍ଡାର ଏଇ ଯୋଉ ଆମର ଗାନ୍ଧାର ବଂଶ ଚାହୁଁ ଚାହୁଁ ଦିନକୁ ଦିନ କ୍ଷୀଣ ହେଇଯାଇଛି। ପରିବାର ସବୁ ଧ୍ୱଂସ ହେଇଲେଣି। ପଥର ଗୃହରେ ହାର୍ନ ଚମତ୍କାର ସୃଷ୍ଟି ହେଇଛି। ଖାଦ୍ୟ ନ ଖାଇ ସେମାନେ କାଳାତିପାତ କରିବାରୁ ସମସ୍ତେ ପ୍ରାଣ ତ୍ୟାଗ କରିଛନ୍ତି। ପଥର ଘରରେ ବୁଢା ଗାନ୍ଧାର ସେନା ଆଜି ଚିନ୍ତା କରୁଛି ଏ ଗୃହରେ କିଏ ସେ ଅଛି। ଗୃହରେ କିଏ ସେ ଅଛି ବୋଲି ଯେତେବେଳେ ଦରାଣ୍ଡି ଦରାଣ୍ଡି ଖୋଜୁଛି, ହେଲେ ହେ ବିଧାତା ମୋର ବଂଶ ଆଜି ନିର୍ମଳ ହେଇଯାଇଛନ୍ତି। ଏ ଯେତେବେଳେ ଦୁର୍ଯ୍ୟୋଧନ ଆମକୁ ଏତେ ବଡ ଦଣ୍ଡ ଦେଇଛି, ସେ ଦଣ୍ଡରୁ ଆମେ କିଭଳି ଉଦ୍ଧାର ହେବୁ ଏ କଥା ଚିନ୍ତା କରୁଛି। ଆଜି